ଜୟ ଜଗନ୍ନାଥ ପିଲାମାନେ ଆଜି ଦେଖିବା 2 ମାର୍କିଆ ପିଲାମାନେ ପଲିଟିକାଲ ସାଇନ୍ସର କୋରେଟ୍ ପିଲାମାନେ ୟୁନିଟ୍ 4ରୁ ସବୁଯାକ ସିଲେକ୍ଟେଡ୍ ପିଲାମାନେ ଯାହାକି ସିଲାବସ୍ରେ ହିଁ ଅଛି ସେହି ଅନୁସାରେ ପିଲାମାନେ ଆପଣଙ୍କର ବି ଆଗାମୀ ଦିନର ଏକ୍ଜାମ୍ ଅଛି ସେଇ ସବୁକୁ ଅସୁବିଧାକୁ ଆଖି ଆଗ ରଖିକରି ପିଲାମାନେ 2 ମାର୍କିଆ ଭିଡ଼ିଓ ଅପଲୋଡ଼ ହେଇଛି ପିଲାମାନେ କେବଳ ପିଲାମାନେ ଦେଖନ୍ତୁ ଏବଂ ଯଦି ନୋଟ୍ସ କରିବେ ତାହେଲେ ନୋଟ୍ସ କରନ୍ତୁ ପିଲାମାନେ ଯଦି ନୋଟ୍ସ କରିବେ ତାହେଲେ ଆହୁରି ଭଲ ଆପଣଙ୍କୁ ଜଲ୍ଦି ମନେ ରହିବ ଓ ତା ସହିତ ଆପଣଙ୍କର ହ୍ୟାଣ୍ଡ ରାଇଟିଂ ବି ମଜବୁତ ହେବ ଏବଂ ସ୍ପିଡ୍ ହେବ ପିଲାମାନେ ଦେଖିବା ସିଲେକ୍ଟେଡ୍ ହେବ 2 ମାର୍କିଆ ପଲିଟିକାଲ ସାଇନ୍ସର କୋର୍ 8 ୟୁନିଟ୍ 4ରୁ ଏବଂ ତା ସହିତ ଯେଉଁମାନେ ଏହି ଚ୍ୟାନେଲରେ ଆଉଛନ୍ତି ତାହେଲେ ଶେଷରେ ସବସ୍କ୍ରାଇବ୍ କରନ୍ତୁ ଓ ତା ସହିତ ଆପଣମାନେ ଫ୍ରେଣ୍ଡସ୍କୁ ଅଧିକରୁ ଅଧିକ ସେୟାର କରନ୍ତୁ। ଦେଖନ୍ତୁ ଭାରତରେ ରହିଥିବା ଦକ୍ଷିଣପନ୍ଥୀ ଦଳ ସମ୍ବନ୍ଧରେ ଦର୍ଶାଅ ପିଲାମାନେ ଦେଖନ୍ତୁ 4 ୟୁନିଟ୍ରେ ପିଲାମାନେ ପାର୍ଟିଙ୍କର ନାଁ ଅଛି ପାର୍ଟି କେଉଁ ପାର୍ଟି ମଜବୁତ କେଉଁ ପାର୍ଟି ସବୁ ଅଛି ପିଲାମାନେ ସେସବୁକୁ ଦର୍ଶାଉଛି ପିଲାମାନେ ଦେଖିବା ଗୋଟେ ଗୁଡ଼ିଏ ଯେମିତିକି ବାଇକେମେରାଲ ଏମିତିକି ପିଲାମାନେ ଏକ ଦଳୀୟ ବହୁ ଦଳୀୟ 2 ଦଳୀୟ ପିଲାମାନେ ସବୁକୁ ବୁଝାଇଥାଏ। ଡିସ୍କସ୍ ଅବାଉଟ୍ ଦ ରାଇଟିଷ୍ଟ ପଲିଟିକାଲ ପାର୍ଟି ଅଫ୍ ଇଣ୍ଡିଆ ଭାରତରେ ରହିଥିବା ଦକ୍ଷିଣପନ୍ଥୀ ଦଳ ସମ୍ବନ୍ଧରେ ଦର୍ଶାଅ ବୋଲି କହୁଛି ପିଲାମାନେ ଇମ୍ପୋର୍ଟାନ୍ସ ଅଛି ପଢ଼ି ନେବେ ପିଲାମାନେ ଭାରତରେ ରହିଥିବା କେନ୍ଦ୍ରପନ୍ଥୀ ଦଳ ସମ୍ବନ୍ଧରେ ଦର୍ଶାଅ ଇମ୍ପୋର୍ଟାନ୍ସ ଭେରି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ଏବଂ ଜାଣିବା ଦରକାର ଏସବୁ। ଡିସ୍କସ୍ ଅବାଉଟ୍ ସେଣ୍ଟ୍ରାଲିଷ୍ଟ ପଲିଟିକାଲ ପାର୍ଟି ଅଫ୍ ଇଣ୍ଡିଆ। ନେକ୍ସଟ ଭାରତରେ ରହିଥିବା ବାମପନ୍ଥୀ ଦଳ ସମ୍ବନ୍ଧରେ ଦର୍ଶାଅ ଡିସ୍କସ୍ ଅବାଉଟ୍ ଦ ଲେଫ୍ଟିଷ୍ଟ ପଲିଟିକାଲ ପାର୍ଟି ଅଫ୍ ଇଣ୍ଡିଆ ପିଲାମାନେ ସବୁଯାକ ଲଙ୍ଗ କ୍ୱେଶ୍ଚନ୍ରେ କୁହାହେବ ସେଥିପାଇଁ ପିଲାମାନେ ଏଠାରେ କୁହାହେଉ ନାହିଁ ପିଲାମାନେ ଲଙ୍ଗ କ୍ୱେଶ୍ଚନ୍ ଯେତେବେଳେ ଅପଲୋଡ଼ କରିବି ସେସବୁ ପୁଙ୍ଖାନୁପୁଙ୍ଖ ଭାବରେ ପୁରା ସରଳ ଭାଷାରେ ବୁଝେଇଦେବି ଯାହାକି ଆପଣମାନେ ଆହୁରି ଭଲ ଭାବରେ ନିଜ ଭାଷାରେ ଲେଖିପାରିବେ। ଡିସ୍କସ୍ ଅବାଉଟ୍ ଦ ଲେଫ୍ଟିଷ୍ଟ ପଲିଟିକାଲ ପାର୍ଟି ଅଫ୍ ଇଣ୍ଡିଆ ବୋଲି କୁହାଯାଉଛି। ନେକ୍ସଟ ମେଣ୍ଟୋ ନମୁନା କହିଲେ କ'ଣ ବୁଝାଉ ହ୍ୱାଟ୍ ଭେରି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ଏ କ୍ୱେଶ୍ଚନ୍ ଯେକୌଣସି କମ୍ପିଟେଟିଭ୍ ଏକ୍ଜାମ୍ରେ ପଚାରିଥାଏ ହ୍ୱାଟ୍ ଡୁ ୟୁ ମିନ୍ ବାଇ କୋଲିସନ୍ ଦେଖନ୍ତୁ ପ୍ରୋନାଉନ୍ସିଏସନ୍ ଟିକେ ବୁଝିବେ ପ୍ରୋନାଉନ୍ସିଏସନ୍ ପିଲାମାନେ ହ୍ୱାଟ୍ ଡୁ ୟୁ ମିନ୍ ବାଇ କୋଲିସନ୍ ମଡେଲ ପିଲାମାନେ ପ୍ରୋନାଉନ୍ସିଏସନ୍ ପିଲାମାନେ ଟିକେ ଧ୍ୟାନ ଦିଅନ୍ତୁ କୋଲିସନ୍ କ'ଣ ଦେଖନ୍ତୁ ଭାରତରେ ବା ମେଣ୍ଟୋ ନମୁନା ଭାରତରେ 1967ରୁ 1971 ମସିହା ଏବଂ 1977ରୁ 1979 ମସିହା ଯାଏଁ 2ଟି ପର୍ଯ୍ୟାୟରେ ମେଣ୍ଟ ହ୍ରାସ ପାଇଁ କ୍ଷମତାଚ୍ୟୁତ ହୋଇଥିଲା ଯାହାକି ପିଲାମାନେ ଦେଖନ୍ତୁ ଯାହାକି ଫଳରେ କେନ୍ଦ୍ର ସମେତ ରାଜ୍ୟମାନଙ୍କର ମଧ୍ୟରେ ଅଣ କଂଗ୍ରେସ ମେଣ୍ଟ ସରକାର ପ୍ରତିଷ୍ଠା କରିଥିଲେ। ଏକକୁ ଆଧିପତ୍ୟ କହିଲେ କ'ଣ ବୁଝ ବା ଜଣେ ହିଁ ଅଧିକାର କାହା କୁହାଯାଇଥାଏ ଜଣେ ହିଁ ବା ଜଣଙ୍କ ପାଖରେ ହିଁ ଅଧିକାର ଥିବ ପିଲାମାନେ ତାକୁ ଆଧିପତ୍ୟ ମିନ୍ସ କ'ଣ ଅଧିକାରକୁ ବୁଝାଇଥାଏ। ହ୍ୱାଟ୍ ଡୁ ୟୁ ମିନ୍ ବାଇ ୱାନ୍ ପାର୍ଟି ଡୋମିନେନ୍ସି ଦେଖନ୍ତୁ ପିଲାମାନେ ପଢ଼ି ନେଇ ପିଲାମାନେ ଯେମିତିକି ଭାରତରେ ଇଂରେଜମାନେ ଶାସନ କରୁଥିଲେ ସେ ସମୟରେ ଗୋଟେ ପାର୍ଟି ଥିଲା ତା ହେଉଛି କଂଗ୍ରେସ ପିଲାମାନେ ଭାରତୀୟ ଜାତୀୟ କଂଗ୍ରେସ 1885 ମସିହାରେ ଗଠନ ହୋଇଥିଲା ଇଂରେଜମାନଙ୍କୁ ତୋଡ଼ିବା ପାଇଁ ବା ଖେଦିବା ପାଇଁ ତାପରେ ପିଲାମାନେ ହେଲା ମୁସଲିମ ଲିଗ୍ ପିଲାମାନେ ସାମ୍ପ୍ରତିକ ଅନୁସାରେ। ନେକ୍ସଟ ପଞ୍ଜୀକୃତ ଦଳୀୟ ବ୍ୟବସ୍ଥା କହିଲେ କ'ଣ ବୁଝ ହ୍ୱାଟ୍ ଡୁ ୟୁ ମିନ୍ ବାଇ ରେଜିଷ୍ଟର୍ଡ ପଲିଟିକାଲ ପାର୍ଟି ପଞ୍ଜୀକୃତ ଯାହାକି ନାଁ କୁହାଯାଇଥାଏ ରେଜିଷ୍ଟର୍ଡ କୁହାଯାଇଥାଏ ପିଲାମାନେ ସମସ୍ତେ ଜାଣିଥିବେ ପଢ଼ି ନେଇ ପିଲାମାନେ ପୁରା ଇଜି ଅଛି। ନେକ୍ସଟ ସ୍ୱୀକୃତି ପ୍ରାପ୍ତ ବିରୋଧୀ ଦଳ କହିଲେ କ'ଣ ବୁଝ ଭେରି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ହ୍ୱାଟ୍ ଡୁ ୟୁ ମିନ୍ ବାଇ ରିକଗ୍ନାଇଜ୍ଡ ପଲିଟିକାଲ ଅପୋଜିସନ୍ ପାର୍ଟି ଦେଖନ୍ତୁ ଅପୋଜିସନ୍ ମିନ୍ସ କିଏ ପିଲାମାନେ ଯେମିତିକି ଏକ୍ଜାମ୍ପଲ୍ ଦେବି ବିଜେପିକୁ ଆଉ କେତେକ ପାର୍ଟି ଅଛନ୍ତି ଯାହାକି ଅପୋଜିସନ୍ ପିଲାମାନେ ତାଙ୍କେ ଏମିତି ସେମିତି କଥା କହିବେ ତାଙ୍କେ କହିବା ଦ୍ୱାରା ପିଲାମାନେ ଯିଏକି ସରକାର ଥିବ ସେଇ ସରକାର ବା ପୋଜିସନ୍ ଦେଖନ୍ତୁ ପିଲାମାନେ ଦେଖନ୍ତୁ ଅପୋଜିସନ୍ ଦେଖନ୍ତୁ ପିଲାମାନେ ବିରୋଧୀ ଯେଉଁ ବିରୋଧୀ ଦଳ ଥାଏ ସେ ବିରୋଧୀ ଅନୁସାରେ ପିଲାମାନେ ଡରିକରି ସେ ବିରୋଧୀକୁ ଡରିକରି ପିଲାମାନେ ଯେ ସରକାର ଥାଏ ସେ ସରକାର ଶାସନ କରିଥାନ୍ତେ କାରଣ ପିଲାମାନେ ତାଙ୍କେ ଲୁଜ୍ ଯିଏକି ସରକାର ଥିବ ସେ ଲୁଜ୍ ହେଲା ନା ତାହେଲେ ସେ ବିରୋଧୀ ଦଳ ଆଗକୁ ଆସିଯିବ ପିଲାମାନେ ସେଥିପାଇଁ ତାଙ୍କୁ ଆଗକୁ ହିଁ ଚାଲିଥାଏ ପିଲାମାନେ ପୁରା ଷ୍ଟ୍ରଙ୍ଗରେ ମନେ ରଖିବେ
ସେ ବିରୋଧୀ ପାଇଁ ଆହୁରି ଭଲ ଭାବରେ କାର୍ଯ୍ୟ କରିଥାନ୍ତି ସରକାର, ମନେ ରଖନ୍ତୁ, ବା ପାର୍ଟି ମାନେ ବା ଦଳମାନେ। ନେକ୍ସଟ, ସୁବିଧାବାଦୀ ମେଣ୍ଟ କହିଲେ କ'ଣ? ସମସ୍ତେ ଜାଣିଥିବେ ଯାହାକୁ ସୁବିଧା ଯୋଗାଇଥାଏ, সেই ସୁବିଧା ପାର୍ଟି। ନେକ୍ସଟ, হোয়াট ডু ইউ মিন বাই অপরচুনিটিস্ট? হোয়াট ডু ইউ মিন বাই অপরচুନିস্টিক ଆଲାଏନ୍ସ? ବୁଝନ୍ତୁ, ଆଲାଏନ୍ସ ଯେତେବେଳେ କେତେକ ପରସ୍ପର ବିରୋଧୀ ମତ ପାର୍ଥକ୍ୟ କରୁଥିବା ରାଜନୈତିକ ଦଳଗୁଡ଼ିକ କ୍ଷମତା ଲୋଭରେ ନିର୍ବାଚନୀ ମେଣ୍ଟ ଜିତିଲେ ସରକାର ଗଠନ କରିଥାନ୍ତି, ତାହାକୁ ସୁବିଧାବାଦୀ ମେଣ୍ଟ କୁହାଯାଇଥାଏ। ଦେଖନ୍ତୁ, ସରକାର ଜିତିଲେ ଦେଖନ୍ତୁ ସରକାର ଗଠନ କରିଥାନ୍ତି, ତାହାକୁ ହିଁ ସୁବିଧା, ଯାହାକୁ ସୁବିଧା ଯୋଗାଇଥାଏ। 1999 ମସିହାରେ କେନ୍ଦ୍ରରେ ଜନତା ଦଳ ସରକାରକୁ ପରସ୍ପର ବିରୋଧୀ କମ୍ୟୁନିଷ୍ଟ ଓ ବିଜେପି ଦଳ ବ୍ୟବହାରକୁ ବା ବାହାରୁ ସମର୍ଥନ ମିଳିତ ପ୍ରଗତିଶୀଳ ମେଣ୍ଟ ସରକାରକୁ କଂଗ୍ରେସର ଚିରଶତ୍ରୁ ବାମପନ୍ଥୀ ଦଳମାନେ ସମର୍ଥନ ଜଣାଇଥାନ୍ତି। ନେକ୍ସଟ, ଦ୍ୱିପକ୍ଷୀୟ ମେଣ୍ଟ ପଦ୍ଧତି କହିଲେ କ'ଣ ବୁଝ? ଇମ୍ପୋର୍ଟାନ୍ସ, ହ୍ୱାଟ୍ ଡୁ ୟୁ ମିନ୍ ବାଇ ବାଇ କ୍ୟାମେରାଲ ଆଲାଏନ୍ସ ସିଷ୍ଟମ? ଦେଖନ୍ତୁ ପିଲାମାନେ, ପୁରା ଇଜି ଅଛି। ତୃଷ୍ଟିକର ରାଜନୈତିକ କହିଲେ କ'ଣ ବୁଝ? ହ୍ୱାଟ୍ ଡୁ ୟୁ ମିନ୍ ବାଇ ଆପିସମେଣ୍ଟ ପଲିଟିକ୍ସ? ନେକ୍ସଟ, ରାଜନୈତିକ ଦଳ କାହାକୁ କୁହାଯାଏ? ସମସ୍ତେ ଜାଣିଥିବେ ରାଜନୈତିକ ଦଳ, ପୁରା ଇଜି। ହ୍ୱାଟ୍ ଡୁ ୟୁ ମିନ୍ ବାଇ ପଲିଟିକାଲ ପାର୍ଟି? ଯାହାକି ସମସ୍ତେ ଏକଜୁଟ ହେଇଥାନ୍ତି ପଲିଟିକାଲରେ ପିଲାମାନେ, ଯେତେ ସବୁ ରାଜ୍ୟ ଅଛି ସେଇ ସବୁରେ ପିଲାମାନେ ଦେଖିବା ପାଇଁ ମିଳୁଛି। ସମ ରାଜନୈତିକ ଦୃଷ୍ଟିକୋଣ ସମ୍ପନ୍ନ ଦଳେ ନାଗରିକ ସଂଗଠିତ ହୋଇ ଏକ ରାଜନୈତିକ ଏକକ ରୂପେ ସରକାରୀ କଳକୁ ନିୟନ୍ତ୍ରଣ କଲେ ତାହାକୁ ରାଜନୈତିକ ଦଳ କୁହାଯାଇଥାଏ। ରାଜନୀତି ବ୍ୟବସ୍ଥାରେ କ୍ଷମତା ହାସଲ ଓ କାର୍ଯ୍ୟକାରୀ କରିବାରେ ଉଦ୍ଦେଶ୍ୟର ସଂଗଠିତ ଗୋଷ୍ଠୀକୁ ରାଜନୈତିକ ଦଳ କୁହାଯାଇଥାଏ। ନେକ୍ସଟ ଦେଖନ୍ତୁ, ରାଜନୈତିକ ଦଳର ମୁଖ୍ୟ କାର୍ଯ୍ୟ କ'ଣ? ସମସ୍ତେ ଜାଣିଥିବେ ଯେଉଁମାନେ ଦଳ ଥାନ୍ତି ତାଙ୍କର ମୁଖ୍ୟ କାର୍ଯ୍ୟ କ'ଣ ପିଲା? ସବୁ ଯାହା ଲେଖାଯାଇଛି, ନିର୍ବାଚନ ଇସ୍ତାହାର, ପ୍ରଚାର, ସଭା ସମିତି, ପିଲା ସମସ୍ତେ ଜାଣିଥିବେ। ନେକ୍ସଟ, ଏକ ଦଳୀୟ ବ୍ୟବସ୍ଥା କ'ଣ? ଏହା ପଚାରିଥାଏ ହ୍ୱାଟ୍ ଡୁ ୟୁ ମିନ୍ ବାଇ ୱାନ୍ ପାର୍ଟି ସିଷ୍ଟମ? ହ୍ୱାଟ୍ ଡୁ ୟୁ ମିନ୍ ବାଇ ୱାନ୍ ପାର୍ଟି ସିଷ୍ଟମ? ଏକ ଦଳୀୟ, ଯାହାକି ଗୋଟିଏ ଦଳ ହିଁ ରହେ ପିଲାମାନେ। ଯେମିତିକି ଯେଉଁ ଦଳରେ ଗୋଟିଏ ଦଳ ଥାଏ ତାହାକୁ ଏକ ଦଳୀୟ ବ୍ୟବସ୍ଥା କୁହାଯାଇଥାଏ, ପୁରା ଇଜି। ଦୁଇ ଦଳୀୟ, ଯାହାକୁ ଦୁଇଟା ଦଳ ରହିଥିବ। ହ୍ୱାଟ୍ ଇଜ୍ ବାଇ ପାର୍ଟି ସିଷ୍ଟମ? ଯେଉଁ ଦଳୀୟ ବ୍ୟବସ୍ଥାରେ ଦୁଇଟି ରାଜନୈତିକ ଦଳ ସାମ୍ବିଧାନିକ ଉପାୟରେ ସ୍ୱୀକୃତି ପାଇଁ ରାଷ୍ଟ୍ର ପରିଚାଳନାରେ ଅଂଶଗ୍ରହଣ କରିଥାନ୍ତି, ସେ ବ୍ୟବସ୍ଥାକୁ ଦୁଇ ଦଳୀୟ ବ୍ୟବସ୍ଥା କୁହାଯାଇଥାଏ। ନେକ୍ସଟ, ବହୁଦଳୀୟ ବ୍ୟବସ୍ଥା, ଯାହାକି ବହୁତ ଦୁଇରୁ ଅଧିକ। ହ୍ୱାଟ୍ ଇଜ୍ ମଲ୍ଟି ପାର୍ଟି? ମେଣ୍ଟ ରାଜନୀତି କ'ଣ? ଭେରି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ସବୁ ଯାକ। ଏହା ବି ଏ କ୍ୱେଶ୍ଚିନ୍ ପିଲାମାନେ ଯେମିତି ହେଲେ ବି ଆସିବ ହିଁ ଆସିବ। ମେଣ୍ଟ ରାଜନୀତି କହିଲେ କ'ଣ ବୁଝ? ମେଣ୍ଟକୁ ପିଲାମାନେ ଇଂଲିଶରେ ଜାଣିବା ଦରକାର ଆପଣମାନଙ୍କୁ, ସବୁ ଯାକ ପଚାରିଥାଏ। ଦେଖନ୍ତୁ ପିଲାମାନେ, ଖାସ କରି ଇଂଲିଶ ଶବ୍ଦଟିଏ ଯେମିତିକି କୋଆଲିସନ୍ ଆପଣଙ୍କୁ ପଚାରି ଦେଇପାରେ, ଯେମିତିକି ଓଡ଼ିଆରେ ବି ଲେଖିପାରେ କୋଆଲିସନ୍ ରାଜନୀତି କହିଲେ କ'ଣ ବୁଝ ବୋଲି। ଆପଣ ଯଦି ଜାଣିନଥିବେ ମେଣ୍ଟ ବୋଲି, କୋଆଲିସନ୍ ମିନ୍ସ କ'ଣ, ମେଣ୍ଟ ବୋଲି ଜାଣିନଥିବେ ପିଲାମାନେ, ତାହେଲେ ଆପଣ ଲେଖିପାରିବେ ନାହିଁ। ସେଥିପାଇଁ ପିଲାମାନେ ପ୍ରୋନାଉନ୍ସିଏସନ୍ ସହିତ ପିଲାମାନେ ଆପଣଙ୍କୁ ବୁଝିବାର ଅଛି ହ୍ୱାଟ୍ ଡୁ ୟୁ ମିନ୍ ବାଇ କୋଆଲିସନ୍ ପାର୍ଟି ପ୍ରୋନାଉନ୍ସିଏସନ୍। ପିଲାମାନେ ମନେ ରଖନ୍ତୁ ୟାକୁ, ଯେମିତିକି ଗୋଟିଏ ନିର୍ଦ୍ଦିଷ୍ଟ କାର୍ଯ୍ୟପନ୍ଥା ଓ ପଦ୍ଧତି ଦ୍ୱାରା ଏକଜୁଟ ହୋଇଥିବା ରାଜନୈତିକ ଦଳମାନଙ୍କ ସରକାର ଗଠନ ଉଦ୍ୟମକୁ ମେଣ୍ଟ ରାଜନୀତି କୁହାଯାଇଥାଏ। ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ସାଧନ ଦ୍ୱାରା ନିଜ ସମ୍ବଳ ଏକତ୍ରିତ କରିବା ପଦ୍ଧତିକୁ ମେଣ୍ଟ ରାଜନୀତି କୁହାଯାଇଥାଏ। ନେକ୍ସଟ, ହ୍ୱାଟ୍ ଇଜ୍ ଭୋଟିଂ ବିହେଭିଅର? ମତଦାନ ଆଚରଣ। ବିହେଭ୍ ଦେଖନ୍ତୁ, ସମସ୍ତେ ଜାଣିଥିବେ ଭୋଟ ପୂର୍ବରୁ ପିଲାମାନେ ଯେମିତିକି ଭୋଟ ଆସିନଥାଏ ତାହେଲେ ମିସବିହେଭ୍ ଚାଲିଥାଏ। ଭୋଟ ଇଲେକ୍ସନ୍ ଆସିଲା ନା, ତାହେଲେ ଯେଉଁମାନେ ନେତା ଥିବେ ସେମାନେ ପୁରା ଭଲ ବିହେଭ୍ କରିବେ। ଯେକୌଣସି ଅଚିହ୍ନା ଲୋକ ପାଖକୁ ଯାଇକିନି ପିଲାମାନେ ଭଲ ବିହେଭ୍ କରିବେ, ଭୋଟ ଦିଅ କହିବେ ପିଲାମାନେ, ଏବଂ ଜିତି ସାରିଲା ପରେ ଆଉ ମିସବିହେଭ୍ କରିଥାନ୍ତି। ହ୍ୱାଇଜ୍ ଡିଫେକ୍ସନ୍ କନସିଡର୍ଡ ହାର୍ମଫୁଲ୍ ଟୁ ଡେମୋକ୍ରେସି? ଦଳ ପରିବର୍ତ୍ତନକୁ ଲୋକତନ୍ତ୍ର ପାଇଁ କ୍ଷତିକାରକ କାହିଁକି ମନାଯାଏ ବୋଲି କୁହାଯାଏ? ଦେଖନ୍ତୁ, ଦଳ ପରିବର୍ତ୍ତନକୁ ଲୋକତନ୍ତ୍ରର ସ୍ଥିରତାକୁ କ୍ଷୀଣ କରେ, ସରକାରର ବାରମ୍ବାର ପତନ ହୁଏ ବା ନଷ୍ଟ ହୋଇଥାଏ ବା ଲୋପ ପାଇଥାଏ ଓ ଲୋକଙ୍କର ବିଶ୍ୱାସ
କମି ଯାଇଥାଏ। ଏଥିରେ ବିଧାୟକମାନଙ୍କର ଲୋକହିତ ପ୍ରତିନିଧିତ୍ୱାତ୍ମକ ଲୋକତନ୍ତ୍ର ମୂଲ୍ୟବୋଧ ଅସୁରକ୍ଷିତ ହୋଇପଡ଼େ। ନେକ୍ସଟ, ହ୍ୱାଟ୍ ଇଜ୍ ମେଣ୍ଟ ବାଇ ପଲିଟିକାଲ ଡିଫେକ୍ସନ୍? ରାଜନୈତିକ ଦଳ ପରିବର୍ତ୍ତନ ଅର୍ଥ କ'ଣ? ଡିଫେକ୍ସନ୍ର ପିଲାମାନେ ଜାଣିବା ଦରକାର। ଡିଫେକ୍ସନ୍ କ'ଣ? ରାଜନୈତିକ ଦଳ ପରିବର୍ତ୍ତନ ଅର୍ଥ କ'ଣ ବୋଲି କୁହାଯାଉଛି ଦେଖନ୍ତୁ। ଡିଫେକ୍ସନ୍ ମିନ୍ସ ଏଟାର ବୁଝନ୍ତୁ ପରିବର୍ତ୍ତନ ପିଲାମାନେ, ପରିବର୍ତ୍ତନ ମନେ ରଖନ୍ତୁ, ପରିବର୍ତ୍ତନ। ଡିଫେକ୍ସନ୍ ମିନ୍ସ ପରିବର୍ତ୍ତନ। ନେକ୍ସଟ, ହ୍ୱେନ୍ ୱାଜ୍ ଦ ଆଣ୍ଟି ଡିଫେକ୍ସନ୍ ଲ ଏନାକ୍ଟେଡ୍ ଇନ୍ ଇଣ୍ଡିଆ? ଭାରତ ଦଳ ପରିବର୍ତ୍ତନ ବିରୋଧୀ ଆଇନ କେବେ ପାସ୍ ହୋଇଥିଲା? 1885 ମସିହାରେ। ସମସ୍ତେ ଜାଣିଥିବେ କଂଗ୍ରେସ ହେଇଥିଲା 1985 ପିଲାମାନେ, 1985 ମସିହାରେ। ନେକ୍ସଟ, ହୁ ଡିସାଇଡ୍ସ କେସିସ୍ ଅଫ୍ ଡିଫେକ୍ସନ୍ ଇନ୍ ଇଣ୍ଡିଆ ଲେଜିସ୍ଲେଚର? ଏହା ଥିଲା ସିଲେକ୍ଟେଡ୍ ସବୁ। ଏତିକି ପଢ଼ନ୍ତୁ ଏବଂ ଆପଣ ଫ୍ରେଣ୍ଡସ୍କୁ ସେୟାର କରନ୍ତୁ। ଜୟ ଜଗନ୍ନାଥ।